ଏବେ ତ ଚାରିଆଡ଼େ ଗ୍ରୀଷ୍ମ ପ୍ରବାହ ଜାରି ଚାଲିଛି ଆଉ ତା ସହିତ ଝାଳରେ ମୁଁ ଓଦା ହେଇଯାଉଛି। ଭାବିଲି କି ଗ୍ଲୁକନ୍ ଡି ପିଇ ମା ଝିଅ ଟିକେ ରିଲାକ୍ସ କରିନେବୁ। ତାପରେ ଭାବିଲି ରିଲାକ୍ସ କରିସାରିଲା ପରେ ରୋଷେଇ କରିବାକୁ। ଆଉ ସକାଳୁ ସକାଳୁ ପତେଇବା ଆଣିଥିଲି ଚିଙ୍ଗୁଡ଼ି ପୋଇ, ଆଉ ଯେଉଁଟାକି ମୋର ତ ଫେଭରେଟ୍। ପୋଇକି ଅଲଗା କରି ପୋଇ ପ୍ରଥମେ ଭାଜି ନେଲି, ଆଉ ଚିଙ୍ଗୁଡ଼ି ଆଳୁ ଆଉ ପୋଇ ଡଙ୍କ ପକାଇ ତରକାରୀ କରିବି ବୋଲି ଭାବିଲି। ବୋଉ କଥା ସେତେବେଳେ ମନେ ପଡ଼ିଗଲା, କାହିଁକିନା ବୋଉର ହାତ ତିଆରି ଚିଙ୍ଗୁଡ଼ି ପୋଇ ତରକାରୀ ମୋତେ ବହୁତ ପସନ୍ଦ। ଆଉ କାହାକୁ ବି ନ ପସନ୍ଦ, ମାଆ ମାନଙ୍କର ହାତ ତିଆରି ସମସ୍ତଙ୍କୁ ହିଁ ପସନ୍ଦ। ମୋ ଝିଅର ବି ଫେଭରେଟ୍ ହେଉଛି ଚିଙ୍ଗୁଡ଼ି ଭଜା। ସେଥିପାଇଁ ଦେଖିକି ଚିଙ୍ଗୁଡ଼ି ଭଜାକୁ ସେ ତ ଆଉ ରହିପାରିଲାନି, କହିଲା ମାମା ମୋତେ ପଖାଳ ଭାତ ଆଉ ଚିଙ୍ଗୁଡ଼ି ଭଜା ଦିଅ, ମୁଁ ଖାଇବି। ତାକୁ ଦେଇ ସାରିଲା ପରେ ଇଆଡ଼େ ମୁଁ ରେଡ଼ି କରିଦେଲି ମୋ ପାଇଁ ଚିଙ୍ଗୁଡ଼ି ପୋଇ ଆଳୁ ତରକାରୀ। ଆଉ ଏବେ ରେଡ଼ି ହେଇଗଲା, ଏବେ ଚାଲିଲି ମୁଁ ଖାଇବାକୁ। ଆଉ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ କରିକି କହିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ, ବାଏ ବାଏ।